ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ ରାଜ୍ୟରେ 2 ଦିନ ହେଲା ଲଗାଣ ବର୍ଷା ଜାରି ରହିଥିଲା ଏବଂ କେଉଁଠି ନା କେଉଁଠି ଦିନ ବେଳା ଶୀତ ଅନୁଭୂତ ହେଉଥିଲା ଏବଂ ରାତି ବେଳା ଶୀତର ପ୍ରକୋପ କମୁଥିଲା। ତେବେ ଆଜି କେମିତି ରହିବ ପାଗ? ବର୍ତ୍ତମାନର ଅପଡେଟ୍ କ'ଣ ରହିଛି? ଆଜି ବର୍ଷା ହେବ ନା ପାଗରେ ମୁଖ୍ୟତଃ ପରିବର୍ତ୍ତନ ଆସିବ? ନମସ୍କାର। ହଁ, ଆଜିଠୁ ପାଗରେ ଟିକେ ପରିବର୍ତ୍ତନ ହବ। ଆପଣ ତଥାପି ଆଂଶିକ ମେଘୁଆ ଆକାଶ ରହିବାର ସମ୍ଭାବନା ରହୁଛି। ଅପରାହ୍ନ ସମୟରେ ମତେ ଲାଗୁଛି ବାଦଲ ଟିକେ କ୍ଲିୟର ହେବେ, ଆଉ କିନ୍ତୁ ବର୍ଷାର ପ୍ରଭାବ ମତେ କାହିଁ ଆଜି ଆଉ କାଲି ଲାଗୁନି। ଆଉ ବାଦଲର ପ୍ରଭାବଟା ମତେ ଲାଗୁଛି ଅପରାହ୍ନ ପରେ ପରେ ବାଦଲ କ୍ଲିୟର ହବା ଆରମ୍ଭ ହବ। ତେଣୁ ଆଜି ଆଉ କାଲି ଟିକେ ଶୁଖିଲା ପାଗ ରହିବାର ସମ୍ଭାବନା ମତେ ଲାଗୁଛି। କିନ୍ତୁ ପୁଣି 23 ତାରିଖ ସନ୍ଧ୍ୟା ପରେ ପରେ ଲାଗୁଛି ଯେ ଯୋଉ ଆପଣଙ୍କର ବର୍ତ୍ତମାନ ଯୋଉ ଉତ୍ତର ପଶ୍ଚିମ ବାୟୁର ଯୋଉ ପ୍ରଭାବଟା ଅଛି ସେଇଟା କମିବ ଏଇ ଯୋଉ ଲଘୁଚାପ କି ଅବପାତ କ୍ଷେତ୍ରକୁ, କିନ୍ତୁ ପୂର୍ବ ବାୟୁର ପ୍ରଭାବଟା ବଢିବ। ତେଣୁ ପୁଣି ଲାଗୁଛି 24-25 ଏଇ ଯୋଉ 2 ଦିନ ରହୁଛି ପୁଣି ଉପକୂଳବର୍ତ୍ତୀ ଅଞ୍ଚଳରେ ବାଦଲ ହାଲକା ବର୍ଷା, ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହୁଛି। ତେଣୁ ଯଦିଓ ଶୀତର ପ୍ରଭାବଟା ମତେ ଲାଗୁଛି 22 ପରେ ସର୍ବନିମ୍ନ ତାପମାତ୍ରାଟା କମିବା ଆରମ୍ଭ ହବ, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ମତେ ଲାଗୁଛି ବାଦଲ କଣ୍ଡିସନ ଟିକେ ରହିବ, ଆଉ ବର୍ଷା କଣ୍ଡିସନ ବି ରହୁଛି 24 ଆଉ 25। ତେଣୁ ଶୀତର ପ୍ରଭାବଟା ଉପକୂଳରେ ମତେ ଲାଗୁଛି ଟିକେ କମ୍ ଅନୁଭୂତ କରିବାର ସମ୍ଭାବନା ରହୁଛି। ତେବେ ସାର୍ ଆଜି କଥା ଆମେ ଯଦି କହିବା, ଆଜି ଶୀତର ପ୍ରକୋପ କେମିତି ରହିବ ଆଉ କେବେଠୁ ଶୀତର ପରିମାଣ ବଢିବ ରାଜ୍ୟରେ? ହଁ, ଆପଣ ଯଦି ଦେଖିବେ ସର୍ବୋଚ୍ଚ ତାପମାତ୍ରା ଯୋଉ କୋହଲା ପାଗଟା ଆଜି ମତେ ଲାଗୁଛି ଆଜି ବି ଅପରାହ୍ନ ସମୟରେ ରହିପାରେ। ତେଣୁ ସର୍ବୋଚ୍ଚ ତାପମାତ୍ରାଟା ଟିକେ କମିକି ରହିବ, କିନ୍ତୁ ସର୍ବନିମ୍ନ ତାପମାତ୍ରାଟା ବଢିକି ରହିବ। କିନ୍ତୁ କାଲି ଯେତେବେଳେ ଆମର ଆଜି ଅପରାହ୍ନ ପରେ ପରେ ବାଦଲ କ୍ଲିୟର ହବା ଆରମ୍ଭ କରିବେ, ମତେ ଲାଗୁଛି ଯୋଉ ସର୍ବନିମ୍ନ ତାପମାତ୍ରାଟା ଆମର ଯୋଉ ଉତ୍ତର ପଶ୍ଚିମ ଆଉ ଉତ୍ତର ଜିଲ୍ଲା ମାନେ ଅଛନ୍ତି ସେଠୁ କମିବା ଆରମ୍ଭ ହବ। ତାପରେ ଧୀରେ ଧୀରେ ସେଟା ବ୍ୟାପିବ। କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେହେତୁ 24-25 ବି ହାଲୁକା ବର୍ଷା, ମଧ୍ୟମ ଧରଣର ବର୍ଷା ଆଉ ମେଘୁଆ ପାଗ ରହିବାର ସମ୍ଭାବନା ରହୁଛି। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳକୁ ଶୀତର ପ୍ରଭାବଟା ମତେ ଲାଗୁଛି ଟିକେ ଡେରି ହବ। କିନ୍ତୁ ଓଭରଅଲ୍ ଓଡ଼ିଶାରେ ମତେ ଲାଗୁଛି ଅଧିକାଂଶ ଅଞ୍ଚଳ 22 ତାରିଖ ପରଠୁ ଆମର ଶୀତର ଅନୁଭୂତି, ଯୋଉଟା ସର୍ବନିମ୍ନ ତାପମାତ୍ରାଟା କମିବା ଆରମ୍ଭ ହବ, ସର୍ବୋଚ୍ଚ ତାପମାତ୍ରାଟା ବଢିବା ଆରମ୍ଭ ହବ, ଯୋଉଟା ଆମର ଶୀତରକୁ ସୁହାଇଥାଏ। କାରଣ ଉତ୍ତର ପଶ୍ଚିମ ବାୟୁର ପ୍ରଭାବଟା ବର୍ତ୍ତମାନ ଅଛି। ପୁଣି 27-29 ଗୋଟେ ବଡ ପଶ୍ଚିମା ଝଡ଼ ଲଘୁଚାପ କ୍ଷେତ୍ର ଆସିବାର ସମ୍ଭାବନା ରହୁଛି। ତା ପ୍ରଭାବରେ ବି ଆଂଶିକ ବାଦଲ କଣ୍ଡିସନ, ହାଲୁକା ବର୍ଷା ରହିବାର ସମ୍ଭାବନା ରହୁଛି। ତେଣୁ ଏସବୁ କ୍ଲିୟର ହଉ ହଉ ମତେ ଲାଗୁଛି 30 ତାରିଖ ହେଇଯିବ। ତାପରେ ଯୋଉ ଶୀତଟା ଆସିବ ମତେ ଲାଗୁଛି ସେ ପ୍ରଭାବଟା ବେଶୀ ରହିବ। ଅର୍ଥାତ୍ ସାର୍ ଜାନୁଆରୀ ମାସ କଥା ଆମେ ଯଦି କହିବା, ଜାନୁଆରୀ ମାସରେ ପ୍ରବଳ ଶୀତ ହେବ। ପୂର୍ବ ବର୍ଷ କଥା ଯଦି କୁହାଯିବ, ତେବେ ଡିସେମ୍ବର ଆଉ ଜାନୁଆରୀ ମାସରେ ପ୍ରବଳ ମାତ୍ରାରେ ଶୀତ ଅନୁଭୂତ ହୋଇଥାଏ। କିନ୍ତୁ ଏ ବର୍ଷ ଯେହେତୁ ଡିସେମ୍ବର ଏମିତି ପଶ୍ଚିମା ଝଡ଼ ଲଘୁଚାପ ପ୍ରଭାବରେ ଚାଲିଗଲା, କିନ୍ତୁ କୁହାଯିବ କି କହିପାରିବା କି ଜାନୁଆରୀ ମାସରେ ପ୍ରବଳ ଶୀତ ଅନୁଭୂତ ହେବ? ଇଏ ଗୋଟେ ନୂଆ ଟାଇପର ପ୍ୟାଟର୍ନ। ଏଇ ଯୋଉ ଲଘୁଚାପ କ୍ଷେତ୍ର ଆପଣଙ୍କ ଅଲମୋଷ୍ଟ ଲଘୁଚାପ କ୍ଷେତ୍ର ଦକ୍ଷିଣ ପଶ୍ଚିମ ଯୋଉ ପ୍ରଶାନ୍ତ ମହାସାଗରରୁ ଅଲମୋଷ୍ଟ 13 ତାରିଖରୁ ଆଇଲାଣି, 12-13 ତାରିଖରୁ ଆସିଲାଣି, କିନ୍ତୁ ସଂଗଠିତ ହେଇପାରୁନି। ଆଉ 2ଟା ମେଜର ବାୟୁ ତାକୁ ଗତି ଦଉଛନ୍ତି, ଉତ୍ତର ପଶ୍ଚିମ ବାୟୁ ଆଉ ପୂର୍ବ ବାୟୁ। ତେଣୁ ସେ ବହୁତ ସମୟ ଆମର ଯୋଉ ଆନ୍ଧ୍ର, ତାମିଲନାଡୁ, ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ରହୁଛି, ତା ପ୍ରଭାବରେ ବାଦଲ ବର୍ଷା ରହୁଛି। ତେଣୁ ସେଇଟା ଗୋଟେ ମେଜର ଆମର ବାଧକ ରହିଲା ଯେ ଶୀତ ପଡ଼ିବାରେ। ଦ୍ୱିତୀୟ କଥା ହେଲା ଯୋଉ ଉତ୍ତର ପଶ୍ଚିମ ବାୟୁର ପ୍ରଭାବଟା ରହୁଛି, ଉତ୍ତର ଭାରତରେ ବହୁତ ଶୀତ ହଉଛି, କିନ୍ତୁ ସେ ପ୍ରଭାବଟା ଆମକୁ ମତେ ଲାଗୁଛି କାଲିଠୁ ମିଳିବା ଆରମ୍ଭ ହବ। କାରଣ ଯାହାହେଲେ ବି ବର୍ତ୍ତମାନ ସିଷ୍ଟମ ଦୁର୍ବଳ ହବ, ଆଉ 24-25 ସୁଦ୍ଧା ତାର ଯୋଉ ଜୀବନ ଚକ୍ର ସେ ମତେ ଲାଗୁଛି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ସାରିବ। କିନ୍ତୁ ତାପରେ ପୁଣି ପଶ୍ଚିମା ଝଡ଼ ଆସିଯାଉଛି। ଯଦିଓ ଆପଣ ଏଇ ବର୍ଷର ଶୀତ ଲାଗୁଛି ଡିସେମ୍ବର ଶେଷ ସପ୍ତାହ, ଜାନୁଆରୀରେ ଟିକେ ଭଲ ଶୀତ ପଡ଼ିପାରେ, କିନ୍ତୁ ଓଭରଅଲ୍ ଆପଣ ଯଦି ଦେଖିବେ ଦକ୍ଷିଣ ଭାରତ, ପୂର୍ବ ଭାରତ ଆମର ଟିକେ ବିଗତ ବର୍ଷ ଅପେକ୍ଷା ଟିକେ ଅଧିକା ଗରମରେ ରହୁଛି। ଯେମିତି ଉତ୍ତର ଭାରତ, ଉତ୍ତର ପଶ୍ଚିମ ଭାରତ ବିଗତ ବର୍ଷ ଯଦି ଆପଣ ତୁଳନାତ୍ମକ ଭାବରେ ନେବେ ସେ ଥଣ୍ଡା ରହୁଛି। ତେଣୁ ଗୋଟେ ଭୌଗୋଳିକ ପରିସ୍ଥିତି ଆଉ ଜଳବାୟୁର ଯୋଉ ଆମର ବାୟୁମଣ୍ଡଳ ଯୋଉ ପରିସ୍ଥିତିରେ ଏସବୁ ଜିନିଷ ହୁଏ। କିନ୍ତୁ ଏବେ ଲାଗୁଛି ଓଡ଼ିଶାରେ ପ୍ରାରମ୍ଭିକ ଶୀତର ପ୍ରଭାବ 22ରୁ ଆରମ୍ଭ ହବ, ଆଉ ଟିକେ ବାଦଲ ଅଫ୍ ଆଣ୍ଡ ଅନ୍ ରହିବ 27-29, 24-25।
तेणु संपूर्ण बादल क्लीयर हो मत लगुच 29-30 हो तापर मत लगुच जदियो बंगोपसागर दक्षिण बंगोपसागर सक्रिय रोची किंतु दक्षिण बंगोपसागर जो सिस्टम रही आ स्थल भाग को मत कहीं लगुनि प्रभावित करने सक्षम हम तेणु डिसेम्बर 28-29 पर शीतर प्रभावटा बढ़िवार संभावना रोचे आटा जानुरी भी बलवत्तर रही संभावना रोचे निहाती भावे सार जानुरी रे बलवत्तर रहिबो। बहुत बहुत धन्यवाद सार आपनको आलोचना पाई आपनको